समस्त नमस्कार कृष्ण को नाम रे प्रभु मान को सुंदर प्रभात देइछारो मो प्रभु को नाम को धन्यवाद देबा सहित आ मते सुजोग देथिया मानकर महानंद सिस्टर को मध्य मो व्यक्तिगत भाव रे धन्यवाद दिए प्रेज द लॉर्ड। जिसु तुम्हें मोर आशा गौरवमय भरोसा जिसु तुम्हें मोर आशा गौरवमय भरोसा तुम्हें मो विश्वास भूमि मोर मुक्ति शरणी तुम्हें मो विश्वास भूमि मोर मुक्ति शरणी तुम्हारे रखिछि मो दृढ़ भरोसा जिसु तुम्हें मोर आशा जिसु तुम्हें मोर आशा जिसु तुम्हें मोर आशा जिसु तुम्हें मोर आशा गौरवमय भरोसा जिसु तुम्हें मोर आशा गौरवमय भरोसा। प्लीज चलो जदि निंदा अपमान दिए शत्रु सयतान हेबी नाही भय भीत गाउथि विजय गीत जदि निंदा अपमान दिए शत्रु सयतान हेबी नाही भय भीत गाउथि विजय गीत तुम्हें मो विश्वास भूमि मोर मुक्ति शरणी तुम्हें मो विश्वास भूमि मोर मुक्ति शरणी तुम्हारे रखिछि मो दृढ़ भरोसा जिसु तुम्हें मोर आशा जिसु तुम्हें मोर आशा जिसु तुम्हें मोर आशा जिसु तुम्हें मोर आशा गौरवमय भरोसा जिसु तुम्हें मोर आशा गौरवमय भरोसा असु दुख नहीं रस अबघेरु जरा क्लेश विश्वास प्रतिदिन काटुथिबि जीवन असु दुख नहीं रस अबघेरु झरा क्लेश विश्वास प्रतिदिन काटुथिबि जीवन तुम्हें मो विश्वास भूमि मोर मुक्ति शरणी तुम्हें मो विश्वास भूमि मोर मुक्ति शरणी तुम्हारे रखिछि मो दृढ़ भरोसा जिसु तुम्हें मोर आशा जिसु तुम्हें मोर आशा जिसु तुम्हें मोर आशा जिसु तुम्हें मोर आशा गौरवमय भरोसा जिसु तुम्हें मोर आशा गौरवमय भरोसा जिसु तुम्हें मोर आशा जिसु तुम्हें मोर आशा
যিশু তুমি মোর আশা, যিশু তুমি মোর আশা, যিশু তুমি মোর আশা, যিশু তুমি মোর আশা। Praise the Lord, sister. ସୁନ୍ଦର ସୁଯୋଗ ଦେଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ, ଆପଣଙ୍କୁ ଧନ୍ୟବାଦ। कंटिन्यू करंतु आज्ञा। କଣ୍ଟିନ୍ୟୁ କରନ୍ତୁ। ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ସରି ଯଦି ହେଇପାରୁଛି ଭିଡିଓ ଅନ୍ କଲେ ଭଲ ହେବ, କାରଣ ଆମେ ୟୁଟ୍ୟୁବ କରୁଛୁ। ୟୁଟ୍ୟୁବ ଯେତେବେଳେ କରୁ ଭିଡିଓ ଅନ୍ ଯଦି ନଥିଲେ ରେଡିଓରେ ଶୁଣିଲା ଭଳିଆ ଲାଗେ। ତେଣୁ ଅନୁରୋଧ କରୁଛି, ଯୋଉମାନେ ପ୍ରୋଗ୍ରାମ ପ୍ରେଜେଣ୍ଟ କରୁଛନ୍ତି, ପରିଚାଳନା କରିବା ହଉ ବା ବର୍ସିପ କରିବା ହଉ ବା ବାକ୍ୟ ପ୍ରଚାର କରିବା ହଉ, ଆପଣ ମାନେ ଦୟାପୂର୍ବକ ଭିଡିଓ ଅନ୍ କରିକି ବସନ୍ତୁ, ପରିଚାଳନା କରନ୍ତୁ କିମ୍ବା ବର୍ସିପ କରନ୍ତୁ କିମ୍ବା ବାକ୍ୟ ପ୍ରଚାର କଲେ ବହୁତ ଭଲ ଥିବ। ଧନ୍ୟବାଦ। Thank you. ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ମାଳି ଆଜ୍ଞା ଭିଡିଓ ଅନ୍ କରନ୍ତୁ। ହଁ ଠିକ ଅଛି। ଥ୍ୟାଙ୍କ ୟୁ। ମୁଁ ଟିକେ ଲାଇଟ୍ ପାଖକୁ ଯାଉଛି। ଲାଇଟ୍ ଆମର କାରଣ ଥରେ ୟୁଟ୍ୟୁବ ହେଇଗଲେ ସେ ୟୁଟ୍ୟୁବ କେବେ କ୍ୟାନସେଲ ହେବନି, ଲଙ୍ଗ ଟାଇମ ରହିଯାଏ ୟୁଟ୍ୟୁବ ଟା। ଥ୍ୟାଙ୍କ ୟୁ। ଓକେ, ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ ମାଳି ସାର୍। ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ପ୍ରଭୁ ଆମକୁ ଅନୁଗ୍ରହ କରି ଦୟାକରି ସୁନ୍ଦର ସୁଯୋଗ ଆମ ଜୀବନରେ ଦେଇଛନ୍ତି। ତେଣୁ ପ୍ରଭୁଙ୍କ ଆଶ୍ଚର୍ଯ୍ୟ ନାମକୁ ଧନ୍ୟବାଦ ଦେଇ ଆସନ୍ତୁ। ମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ କିପରି ଗୀତ ପ୍ରଭୁଙ୍କୁ ଗୌରବ କରିବା। ପ୍ରଭୁଙ୍କୁ ଧନ୍ୟବାଦ। ଆସନ୍ତୁ ଆମେ ଆଉ ଗୋଟେ ଗୀତ ଗାଇ ପ୍ରଭୁଙ୍କୁ ଗୌରବ କରିବା। ସେ ଅଛନ୍ତି ମୋ ସାଥିରେ, এই ଗୀତଟି ଆମେ ଗାଇ ପ୍ରଭୁଙ୍କୁ ଗୌରବ କରିବା। ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ, ଜୀବନର ଯାତ୍ରା ପଥେ ସେ ଅଛନ୍ତି ମୋ ସାଥିରେ, ଜୀବନର ଚଲା ପଥେ ସେ ଅଛନ୍ତି ମୋ ସାଥିରେ, 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 ଆସୁ ଦୁଃଖ ନିନ୍ଦା ଅପମାନ ସବୁ ମୋର ଯୀଶୁ ଅଛନ୍ତି ସାଥିରେ, ଭୟ ନାହିଁ ଆଉ ଜୀବନରେ ମୋର ଯୀଶୁ ଅଛନ୍ତି ସାଥିରେ, ଆସୁ ଦୁଃଖ ନିନ୍ଦା ଅପମାନ ସବୁ ମୋର ଯୀଶୁ ଅଛନ୍ତି ସାଥିରେ, ଭୟ ନାହିଁ ମୋର ଜୀବନରେ ଆଉ ମୋର ଯୀଶୁ ଅଛନ୍ତି ସାଥିରେ, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ, ଜୀବନର ଚଲା ପଥେ ସେ ଅଛନ୍ତି ମୋ ସାଥିରେ,
ଜୀବନର ଚଲା ପଥେ ଯୀଶୁ ଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ। ନିରାଶ ମନରେ ଆଶ୍ରୟ ଦେବା ପାଇଁ ଯୀଶୁ ଛନ୍ତି ଆଜି ମୋ ସାଥିରେ। ସ୍ୱର୍ଗ ପଥରେ ମତେ ନେବା ପାଇଁ ସେ ଅଛନ୍ତି ଆଜି ମୋ ସାଥିରେ। ନିରାଶ ମନରେ ଆଶ୍ରୟ ଦେବା ପାଇଁ ମୋର ଯୀଶୁ ଅଛନ୍ତି ସାଥିରେ। ସ୍ୱର୍ଗ ପଥରେ ନେବା ପାଇଁ ମତେ ମୋର ଯୀଶୁ ଅଛନ୍ତି ସାଥିରେ, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ। ଜୀବନର ଚଲା ପଥେ ସେ ଅଛନ୍ତି ମୋ ସାଥିରେ। ଜୀବନର ଚଲା ପଥେ ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ। ବାସ୍ତବରେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୀଶୁ ହିଁ ଆମଙ୍କର ସାଥିରେ ଅଛନ୍ତି ଏ ଜଗତରେ। ତାଙ୍କ ପରି ପରମ ବନ୍ଧୁ ଆମର ଆଉ କେହି ନୁହନ୍ତି, କାରଣ ସେ ଆମଙ୍କର ସୁଖ ଦୁଃଖର ସାଥୀ। ଆମକୁ ଉଦ୍ଧାର କରିବା ନିମନ୍ତେ ସେ ସ୍ୱର୍ଗର ସୁଖ ତ୍ୟାଗ କରି ଧରା ପୃଷ୍ଠକୁ ଆସିଲେ। ପ୍ରଭୁ ପାପୀ ମାନଙ୍କ ଦ୍ୱାରା ସେ ଅନେକ ଦୁଃଖ ନିନ୍ଦା ଅପମାନ ସହିଲେ। ସେ ଚାହିଁଲେ କେବଳ ଆମକୁ ସେ ନିଜ ସାଥିରେ ରଖିବେ, ଉତ୍ତମ ପବିତ୍ର ପଥରେ କଢେଇ ନେବେ। ତାଙ୍କର ସେ ଆଶ୍ଚର୍ଯ୍ୟ ଆଲୋକ ଆଡକୁ ଆମକୁ ନେବା ପାଇଁ ସେ ଚାହିଁଲେ। ତେଣୁ ତାଙ୍କ ନାମ ଧନ୍ୟ ହଉ। ଆସନ୍ତୁ ଆମେ ଆଉ ଗୋଟେ ଛୋଟ ଗୀତ ଗାଇ ପ୍ରଭୁଙ୍କୁ ଗୌରବ କରିବା। କିଏ ଅଛି ଜଗତରେ ମୋ ପ୍ରାର୍ଥନା ଶୁଣିବାକୁ, କେହି ନାହିଁ ତୁମ ବିନା ଯୀଶୁ, ଦୁଃଖ ମୋର ଜାଣିବାକୁ। କିଏ ଅଛି ଜଗତରେ ମୋ ପ୍ରାର୍ଥନା ଶୁଣିବାକୁ, କେହି ନାହିଁ ତୁମ ବିନା ଯୀଶୁ, ଦୁଃଖ ମୋର ବୁଝିବାକୁ। ଏଣୁ ତୁମ ପାଦେ ନେଲି ମୁଁ ଶରଣ, ଏଣୁ ତୁମ ପଦେ ନେଲି ମୁଁ ଶରଣ, ଲତକ ମୋର କର ଗ୍ରହଣ, ଲତକ ମୋର କର ଗ୍ରହଣ। ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ, ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ। मुझे दिनहीन करे निवेदन, मुझे दिनहीन करे निवेदन, लतक मोर कर ग्रहण, लतक मोर कर ग्रहण। प्रार्थना सुन मोर प्रभु, प्रार्थना सुन।
सप्ताह प्रिय प्रभु लोक मैंने आमानकर प्रार्थना सुनिबा पाई उत्तर देवा पाई आमानकर अनुरोध विनती गुहारी श्रवण करिवा पाई केवल एकमात्र प्रभु जीशु ख्रीष्ट आमानकर परमेश्वर अटंती से कहते आंभ निकट रे प्रार्थना कर आंभे उत्तर देवा तुमर अज्ञात महत दुष्कर विषय मन आमे तुमको जणाइबा ठीक है से आमानको केते प्रेम करंती आमानकर प्रार्थना सुनिबा पाई आमानको प्रार्थना करिबा पाई से आमानको प्रवर्तांती प्रेज द लॉर्ड धन्यवाद थैंक यू लॉर्ड तुम्हें जेबे साहेब नहीं जीवी मुका पाखको मरुद वेदना जणाइबी प्रभु मुआ काहाको तुम्हें जेबे साहेब नहीं जीवी मुका पाखको मरुद वेदना जणाइबी जिसु मुआ काहाको एणु तुम पासे नेली मु शरण एणु तुम पदे नेली मु शरण लत कमर कर ग्रहण लत कमर कर ग्रहण प्रार्थना सुन मोर प्रभु प्रार्थना सुन प्रार्थना सुन मोर प्रभु प्रार्थना सुन मुझे दिनहीन करे निवेदन मुझे दिनहीन करे निवेदन लत कमर कर ग्रहण लत कमर कर ग्रहण प्रार्थना सुन मोर प्रभु प्रार्थना सुन प्रार्थना सुन मोर प्रभु प्रार्थना सुन थैंक यू जीसस प्रभु तुम नाम धन्यवाद कर तुम्हें अपनार पवित्र रक्त दे हमको क्रय कल प्रभु तुम्हें कहला तुम्हें कहला तुम्हें निजे निजर नुह कारण तुम्हें पवित्र रक्त रे क्रय करा जाय थैंक यू जीसस प्रभु तुमको धन्यवाद करछ हमको तुम रक्त रे किणी छ प्रभु एवं निजर करिछ आमने अबाट रे थिलु प्रभु निज निकट को आनिल आमे अंधकार रे थिलु प्रभु तुम आश्चर्य आलोक को आनिल आमे दूर रे थिलु प्रभु तुम निकट को आनिल निज पाख को आनिल से धन्यवाद करिछ प्रभु आमने एपरि पापी तुम पवित्र नाम को उच्चारण करिया पे आमने योग्य न हो प्रभु तुम एपरि महापवित्र परमेश्वर तथापि तुम पवित्र रक्त रे आमनको किणी थिबारो मोर प्रभु मोर परमेश्वर मोर पिता बोली आम संबोधन कर अधिकार प्राप्त हेलो थैंक यू जीसस थैंक यू लॉर्ड एते प्रभु आम तुम पवित्र पाद तले बसिछु आमनको प्रत्येक को दया कर आमनकर सहवर्ती परमेश्वर हो आज समस्त उपासना को आम तुम हस्त रे दउछ पिता परमेश्वर तुम उपासना को परिचालना कर वाक्य दे कथा को परिचालना करतो सिस्टर को तुम संपूर्ण अधिकार कर प्रभु माने जेते हो प्रत्येक को तुम पाद तले बसी बसु तुम उपस्थिति को अनुभव करी प्रभु वाक्य सुनला पर आम हृदय को तुम नूतन जागरण आनी दिए बोली प्रार्थना कर परिवार को तुम प्रचुर आशीर्वाद कर शारीरिक असुस्थता को तुम यीशु नाम रे पूरा कर स्वर्गीय पिता परमेश्वर तुम पवित्र आश्चर्य महत नाम को कोटि कोटि धन्यवाद दे शीघ्र आसुवा राजा मन राजा विजय राजा प्रभु जीशु नाम रे समस्त निवेदन मागुछित आमेन 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 प्रेज द लॉर्ड सुंदर सुजोग देथिबारु धन्यवाद।
धन्यवाद आज्ञा अति सुंदर भावरे आपण आराधना करी गले प्रभु आपनको बहुल रूपे आशीर्वाद करंतु आपणको आपणको परिवार को प्रभु आशीर्वाद करंतु एमती ही प्रभु को सेवा रे आगो को आगो बढ़ंतु यह हमर प्रार्थना आसंतु आमे वर्तमान निजको प्रस्तुत करिबा निज हृदय को आमे प्रस्तुत करिबा आउ आमे जेपरि वाक्य शुणी प्रभु को उद्देश्य रे आमे प्रचुर फल फळेबा तत्पाई आमे प्रस्तुत हेबा आम गहणरे अछंती बालक आज्ञा तांको गोटे वाक्य दे आह्वान करबा पई चाहे हमर जा लेखा अछि गीत संगीता 119 रो 1-2 पद जे माने आचरण रे सिद्ध जे माने सदा प्रभु को व्यवस्था अनुसार चलंती से माने धन्य जे माने ताहांको प्रमाण वाक्य सब पालन करंती जे माने सर्वांत करण रे ताहांको खोजंती से माने धन्य ए वाक्य दे हमको पुणी प्रभु पालक आज्ञा को आशीर्वाद करंतु आज्ञा प्रेज द लॉर्ड आम गहण पदलाम बेसरा आज्ञा प्रेज द लॉर्ड Praise the Lord. Praise the Lord. आपण रियल मिनिस्ट्री ऑफ इंडिया रे आमे स्वागत करू आज्ञा वर्तमान आपनक समय आपण हमको वाक्य रे पढ़ाई नियंतु Praise the Lord. Praise the Lord. आसंतो समस्ते एक उच्च करताल ध्वनि रे हम मानकर नित्य जीवी जे कि हम मानको प्रभात देइछंती सहभागिता देइछंती Praise the Lord. धन्यवाद देवी आज आपण माने मते आ रियल मिनिस्ट्री रो माने उपस्थिति रे मते वाक्य परिवेशन करबा निमंते सुযোগ देथिबा आमानकर होस्ट महोदय जे कि पीटर कुमार कौर आज्ञा को मु बहुत बहुत धन्यवाद एवं नमस्कार प्रभु जीशु ख्रीष्ट को नाम जनाउछि पुणे उपस्थित समस्त को प्रभुंकर दास दासी सेवक सेविका आउ जो माने कि आज भाग नहीं ये सुचरण आज्ञा को भल भाव जाने एवं सुरभि दीदी को जानी अन्य मान को जानी समस्त को प्रभु जीशु ख्रीष्ट नाम रे धन्यवाद देवा संगे संगे आ जो मान सहित मु अपरिचित से धन्यवाद एवं नमस्कार ज्ञापन करुछे अब विशेष करी मु धन्यवाद दोछि ए जूम रे मु प्रथम थर पाई आ वाक्य परिवेशन करिबा पाई मते सुजोग मिलिथिबारु आमानकर प्रवीणा मल्लिक दीदी को मु बहुत बहुत धन्यवाद देउछि कारण से मते स्थान रे वाक्य परिवेशन करिया पाई से मते आ जोगाजोग करिकि मते माने ऐड करिसंते तो मु आज विशेष आनंदित प्रत्येक प्रभात रे हम मानकर मध्य प्रार्थना चले ऑफलाइन ऑनलाइन रे आ मानकर आज मध्य सेठी मु अनुपस्थित थाई आपण मानक सहित मो सहभागिता करिछि तो जा भी हो आ मो परिचय देवा को चाहे अधिकांश जानि नांते अधिकांश जानिथिबे आ मो ना होछि पाड़क पदलाम बेसरा आ घर अछि जयपुर पाखर कुंदरा किंतु कोरापुट लिखिछि आ जयपुर तो पाखापाखि गोटे 17-18 किलोमीटर दूर मो घर आ मो हिंदू परिवार कन्वर्ट होछि 1999 मसीहा प्रभु को जानिली ग्रहण कली विश्वास कली ता पूर्व मो जेजेबापा गाँ हिंदू मंदिर मान मंदिर रे से पूजक थिले पुजारी थिले मो जेजेबापा आ प्रभुंकर अनुग्रह प्रभुंकर दया से केते हमको प्रेम कले कि जने पालकों द्वारा मु प्रभु को मु जानिली आ विशेष करी मोर पूर्व जीवन रे मु गोटे बहुत बड़ ख्रीष्टीय विरोधी नास्तिक लोक थिली आ मो प्रभुंकर सेवक सेविका मानकु मंडली स्थापन कार्य बहुत बाधा दउथिली आ मो लीडरशिप भाव रे आरएसएस दल रे मध्य मिसी मो कार्य करूथिली प्राय 14 वर्ष किंतु प्रभु दया कले मते आ से तांकर सेवा करिया पई मते से आह्वान कले आ मु
बहुत माने सेवा करिया पई प्रचार करिया पई मोर इच्छा नथिला किंतु प्रभु तांको दासदासी मानक द्वारा मते भविष्यवाणी कहिले प्रभु सीधासळख स्वप्न रे कहिले प्रार्थना रे से उपवास रे से आउ दर्शन देकी से कहिले तांको रोग मु सुनिछि तांको उपस्थितिर पूर्णता मु अनुभव करिछि आउ प्रभुଙ୍କର सेवा कार्य ପାଇଁ ମୁଁ ହେଲେ ବି ଅବାଧ୍ୟ ହେଉଥିଲି କିନ୍ତୁ ପ୍ରଭୁ ମୋତେ କଣ କଲେ ବାଧ୍ୟ କଲେ ଏମିତି ବାଧ୍ୟ କଲେ କି ଗୋଟେ 12 ଘଣ୍ଟା ପାଇଁ ମୁଁ ମୃତ୍ୟୁ ହେଇଯାଇଥିଲି ଆଉ ସେଇ ସମୟରେ ମୁଁ ଜୁନୁସଙ୍କ ପରି ଅନୁତାପର ପ୍ରାର୍ଥନା ସମର୍ପଣ ପ୍ରାର୍ଥନା କରିବା ଦ୍ୱାରା ଆଉ ଥରେ ପ୍ରଭୁ ମୋର ଆତ୍ମା ବା ମନ ନିଶ୍ୱାସକୁ ସେ ଦେଲେ ଆଉ ସେଇ ଦିନ ଠାରୁ ମୁଁ ପ୍ରଭୁଙ୍କର ସେବା କରୁଛି 2003 ମସିହାରୁ ଫିଲାଡେଲଫିଆ ଚର୍ଚ୍ଚ ଅଧୀନରେ ମୁଁ ଟ୍ରେନିଂ କରିଛି BTH ଆଉ ଉଦୟପୁର ମୁଁ ଥିଲି 3 ବର୍ଷ କାଳ ମୁଁ ଟ୍ରେନିଂ କଲି ଆଉ ସେଇ ସମୟରେ ମୁଁ ବିବାହ ହେଇଥିଲି ମୋର ଗୋଟେ ଝିଅ ଜନ୍ମ ହୋଇଥିଲା ସେ ଝିଅର ବୟସ କେବଳ 2 ବର୍ଷ 3 ବର୍ଷ ଥିଲା ସେ ଚାଲୁଥିଲା ଆଉ ଯେତେବେଳେ ମୁଁ ମୋ କୋର୍ସ ବା ମୋ ଟ୍ରେନିଂ ପୁରା କଲି ସେତେବେଳେ ଘରକୁ ଫେରିଲି ଆଉ ଆରମ୍ଭ କଲି ସେବା କାର୍ଯ୍ୟ ଆଜି ମତେ ପ୍ରଭୁ 3ଟି ଜାଗାରେ ସେବା କାର୍ଯ୍ୟରେ ସେ ସଫଳତା ଦେଇଛନ୍ତି ଆଉ ଯଦି ସମସ୍ତେ ଯଦି ମିଶିବେ ଛୋଟ ବଡ଼ ସମସ୍ତେ 200ରୁ ଊର୍ଧ୍ୱ ବିଶ୍ୱାସୀ ସେ ମତେ ଦେଇଛନ୍ତି ପ୍ରଭୁଙ୍କର ଗୌରବ ହେଉ ଆଉ ସେଇ ଦିନରୁ 2003ରୁ ଆଜି ପର୍ଯ୍ୟନ୍ତ 22 ବର୍ଷ ହେବ ମୁଁ ସେବା କାର୍ଯ୍ୟ କରି ଆସୁ ଆଉ ମୋ ଜୀବନରେ ବହୁତ ପରୀକ୍ଷା ଦେଇକି ତାଡ଼ନା ଦେଇକି ମୁଁ ଗତି କରୁଛି ଆଉ 2008ରେ ଆମମାନଙ୍କର ଯୋଉ କନ୍ଧମାଳରେ ଦଙ୍ଗା ହେଲା ଆଉ ସେଇ ପ୍ରଭାବରେ ମୋର ବାସଗୃହକୁ ମଧ୍ୟ ମୋର ଭାଇମାନେ RSS ଭାଇମାନେ ଯେଉଁମାନେ କି ମୋ ସାଙ୍ଗସାଥି ଥିଲେ ପ୍ରଭୁଙ୍କ ନିକଟକୁ ମୁଁ ଗଲା ପରେ ସେମାନେ ସୁଯୋଗ ଖୋଜିକି ମୋ ବାସଗୃହକୁ ସମ୍ପୂର୍ଣ୍ଣ ପେଟ୍ରୋଲ ଡାଲିକି ସେମାନେ ଜଳାଇଥିଲେ ଆଉ ସମ୍ପୂର୍ଣ୍ଣ ଭାବରେ ମୁଁ ଘର ହରାଇଥିଲି ସେତେବେଳକୁ ମୋର ଦ୍ୱିତୀୟ ଝିଅ ଜନ୍ମ ହୋଇଥିଲା ଆଉ ବହୁତ ଅଗଷ୍ଟ ମାସ ସେ 31 ତାରିଖ ଥିଲା ଭୀଷଣ ବର୍ଷା ଆଉ ଏ ପ୍ରକାର ପରିସ୍ଥିତିରେ ପରିବାରକୁ ଧରି ଆଉ କି ପ୍ରକାର ପ୍ରଭୁଙ୍କ ପାଇଁ ମୁଁ କ୍ଲେଶ ଭୋଗିଛି ଆଉ ଗାଁ ଛାଡ଼ି ଘର ଛାଡ଼ିକି ମୁଁ ଲୁଚିବା ପାଇଁ ଅନ୍ୟ ସ୍ଥାନକୁ ମଧ୍ୟ ମୁଁ ଯାଇଛି ଆଉ ସେଦିନ ଯଦି ମୁଁ ଥାନ୍ତେ ହୋଇପାରେ ମତେ ପ୍ରାଣରେ ମାରି ଦେଇଥାନ୍ତେ କାହିଁକି ସେମାନେ ଈର୍ଷା କରୁଥିଲେ କି ଇଏ ଆମ ଦଳରେ ଥାଇକି ଖ୍ରୀଷ୍ଟିଆନ ହେଇଗଲା ପ୍ରଲୋଭନ ଟଙ୍କା ପ୍ରଲୋଭନରେ ପଡ଼ିକି ଆଉ ଆମ ଲୋକମାନଙ୍କୁ ଏ କନଭର୍ଟ କରୁଛି ବୋଲିକି ଭାଇମାନେ ବହୁତ ଈର୍ଷା କରୁଥିଲେ ମୋ ଗାଁଠୁ କେବଳ 1.5 କିଲୋମିଟର 2 କିଲୋମିଟର ସେ ହେଡ୍ ଅଫିସ ରହିଛି ତାଙ୍କର 2ଟା ଗାଁରେ ତଥାପି ବାକ୍ୟରେ ଲେଖା ଅଛି ସପ୍ତମଣ୍ଡଳୀ ଜଣକୁ କହୁଛନ୍ତି କି ସିଂହାସନର ମାନେ ଶୈତାନର ସିଂହାସନର ଉପରେ ତୁମେ ବସିଛ ବୋଲିକି ଲେଖା ଅଛି ଠିକ ସେ ପ୍ରକାର ମୁଁ ଆଜି ଶୈତାନର ସିଂହାସନରେ ବସିଛି କିନ୍ତୁ ପ୍ରଭୁ ମତେ ପ୍ରତ୍ୟେକ ଦିନ ସେ ବିଜୟ ଯାତ୍ରା ସେ କରାଉଛନ୍ତି ପ୍ରଭୁଙ୍କର ଧନ୍ୟବାଦ ହେଉ ଅନେକ ମୋର ସାକ୍ଷ୍ୟ ରହିଛି କିନ୍ତୁ ଆଜି ପ୍ରଭୁଙ୍କ ଦୟାରେ 2ଟି 3ଟି ସେବା ସୌଭାଗ୍ୟତା ପ୍ରଭୁ ମତେ ଦେଇଛନ୍ତି ଗାଁ ମାନଙ୍କରେ ଆଉ ପ୍ରାୟ ମୋ ଘରଠୁ 30 କିଲୋମିଟର 35 କିଲୋମିଟର ଆଉ ଗାଁରେ ବହୁ ସଂଖ୍ୟକ ଅଛନ୍ତି ପ୍ରାୟ 25-30ଟା ପରିବାର ଅଛନ୍ତି ସେଠି ବଡ଼ ସୌଭାଗ୍ୟତା ଆମେ ବସୁଛୁ ପ୍ରାର୍ଥନା କରନ୍ତୁ 2ଟା ଜାଗାରେ ଚର୍ଚ୍ଚ ଘର ହେଇନାହିଁ ଆଉ ପ୍ରଭୁ ଯୋଗାଇବେ ଆପଣମାନଙ୍କର ପ୍ରାର୍ଥନା ପାଇଁ ମୁଁ ଅନୁରୋଧ କରୁଛି ମୋ ସେବା କାର୍ଯ୍ୟ ପାଇଁ ପରିବାର ପାଇଁ ଆପଣମାନେ ସମସ୍ତେ ଦୟାକରି ପ୍ରାର୍ଥନା କରନ୍ତୁ ପରସ୍ପର ପ୍ରାର୍ଥନା ତ ପ୍ରଭୁ ଆମମାନଙ୍କର ପ୍ରାର୍ଥନା ସେ ଶୁଣିବେ ଆଉ ମୁଁ ଆଜି ଗୋଟେ ନୂତନ ବିଷୟ ଏ ଜୁମ୍ରେ ମୁଁ ଜଏନ୍ କରିକି ଅନୁଭବ କଲି ଆରମ୍ଭ ଯେତେବେଳେ ହେଲା କେବଳ ପ୍ରାର୍ଥନା ପରସ୍ପର ପାଇଁ ଦେଶ ପାଇଁ ମାନେ ପ୍ରତ୍ୟେକ ବିଷୟ ପାଇଁ ପ୍ରାର୍ଥନା କରାଯାଉଥିଲା ବହୁତ ଭଲ ବିଷୟ ଏଟା
प्रभुंकर गौरव हो एक उत्तम सौभाग्यता मत देइथिबारु प्रभु को मु धन्यवाद देवा संग संगे आपण मान को मते मु धन्यवाद देउछि। तो आसु आज हम गोटे विषय को मन आलोचना करिबा आउ सेई विषय हला आमे समस्त जानिछु शुनिअछु प्रचार भी करूछु कारण बाइबल वाक्य न जना नथिबा लोक आमे एठी बसी नाहु प्राय आमे समस्ते मोठारु आपण माने विज्ञ आपण मानकर पूर्व पुरुष माने मध्य विश्वासी भावरे द्वितीय तृतीय चतुर्थ पुरुष पर्यंत प्रभुंकर सेवक सेविका भाव अछंती मु मानुछि आ जते अछंती मु देखुछि प्राय 26 डिवाइस रही 36 डिवाइस रही समस्ते आपण माने पारंगम आपण मानकर सम्मुख मत वाक्य कहवाई निज गोटे निम्न भाव मु मन करुच्ची तथापि प्रभु मते बाछिछंती आज ईश्वर वाक्य को माने आलोचना करवा आ तार ऊपर किसी समय माने ध्यान करवा। दीदी सुरभि दीदी मोर समय केते 5:40 पाखी गलानी तो जाना नहीं होस्ट आज्ञा आपण कहि दियो 6टा जाए करंतु सर। आज्ञा थैंक यू सर। तो आसंतु आमे गोटे विषय माने आलोचना करवा। आमे देखुछु वर्तमान समय मध्यरे आज मोर विषय रहइबो बा टॉपिक रहइबो जागृत एवं अप्रस्तुत जागृत अप्रस्तुत कहीं ना जीशु ख्रीष्टंकर द्वितीय आगमन निमंते मंडली जागृत अप्रस्तुत हेबा विषय अटे। अति संक्षिप्त भाव मु आपण मानक मध्यरे मु आउ परिवेषण मु करिवि। तो आमे जानिछु समस्ते ए दिन मानकरे आम मानकर देश रे ओडिशार लोक माने जे कि जामु माना जाइथिले आउ कोन घटिछि ता तो आपण माने टीवी माध्यम रे आमे देखुछु आउ ताकू नै कि युद्ध मध्य चलीछि आ एपरी युद्ध आ से युद्धर स्थगित पे आमे प्रार्थना भी करथिलु। सैन्य माने जो माने कि सन्त्रासवाद माने देश पाकिस्तान और भारत युद्ध रे आमे देखुछु माने केमिति कु घटना गुडा को सब होच आमे देखि पारुछु। तापर भूमिकंप मध्य प्रत्येक दिन न्यूज चैनल रे आमे देखि पारुछु को जगह रे पृथ्वीर कोणे कोणे होछि दुर्भिक्ष मध्य होछि युद्ध भी होछि गंडगोल परस्पर विरुद्ध रे जाति जाति विपक्षरे गोष्ठी गोष्ठी विपक्षरे सब चलीछि। आ ए सब लक्षण हैला प्रभु जीशु ख्रीष्टंकर द्वितीय आगमन लक्षण। तेज आम समस्ते ए दिन मानक मंडली परिवार जागृत एवं प्रस्तुत हेबा दरकार। आ कि प्रकार प्रस्तुत आम जब देखा ता पूर्व गोटे वाक्य मान पढ़ा एवरी पुस्तक लेखा अच्छे 10:37 पदरे कि जे आगमन करिवे से विलंब करिवे नहीं लेखा अछि। आउ एवरी लेखक प्रभु जीशु ख्रीष्टंकर आगमनर विषय को से देख मान लेखन्ति से जाकब मध्य पत्र रे आपण पत्र लेखुछंती जे आसुछंती से द्वार सम्मुख रे ठिया आइछंती लेखा अछि। आमे ए वाक्य अनुसार आमे देखुछु से दिन प्रभु जीशु ख्रीष्ट द्वितीयतारे पुनरुत्थान हला परे ए प्रेरित मानक मध्य स्वर्गर दुई दूत वा जीशु स्वयं निजे कहिले मु जाऊ अछि आ तुम पाए स्थान प्रस्तुत कले अति मान शीघ्र मु आसीबि से कहिले। और से माने समस्त एक आरेक एक दृष्टि रे जीशु को स्वर्ग रे गृहीत हेबा
ଚାହିଁ ରହିଥିବା ସମୟରେ ଦୁଇଟି ସ୍ୱର୍ଗଦୂତ ମାନେ ମଧ୍ୟ ଆସି କହୁଛନ୍ତି, ହେ ଗାଲିଲୀ ଲୋକମାନେ, ତୁମେ କାହିଁକି ଚାହିଁ ରହିଅଛ? ଯେଉଁ ଯୀଶୁଙ୍କୁ ଯେପରି ଅତି ଶୀଘ୍ର ଯିବାର ତୁମେ ଦେଖିଲ, ସେଇ ଯୀଶୁ ଅତି ଶୀଘ୍ର ସେ ଆଗମନ କରିବେ ବୋଲି ସେମାନେ ମଧ୍ୟ କହିଛନ୍ତି। ହାଲେଲୁୟା। ତେବେ ଆମେ ଦେଖୁଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ଅତି ନିକଟ ହେଇ ସାରିଲାଣି। ପ୍ରଭୁଙ୍କର ବାକ୍ୟରେ ଲେଖା ଅଛି, ଯାକୁ ଲେଖନ୍ତି ସେ ଦ୍ୱାର ସମ୍ମୁଖରେ, ଦ୍ୱାର ମାନେ କବାଟ ପାଖରେ ତାଙ୍କର ପାଦ ପଡିଛି। ଆଉ ଯେତେବେଳେ ଦାଣ୍ଡକୁ ଓହ୍ଲାଇବାଟା କେତେ ସମୟ ଲାଗିବ? ଏକ ମୁହୂର୍ତ୍ତ ଲାଗିବ, ଚକ୍ଷୁର ପଲକ ଲାଗିବ। ଆଉ ସେଇ ଶବ୍ଦରେ, ସେଇ ଅର୍ଥରେ ପାଉଲ ବି କହୁଛନ୍ତି, ଏକ ମୁହୂର୍ତ୍ତ କେ ଚକ୍ଷୁର ପଲକରେ ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବେ ବା ତୁମମାନେ ରୂପାନ୍ତରିତ ହେବ ଏବଂ ତୁମମାନେ ତାହାଙ୍କ ସହିତ ସ୍ୱର୍ଗକୁ ଗୃହୀତ ହେବ, ସେ କହୁଛନ୍ତି। ତେବେ ଆମେ ଦେଖୁଛୁ, ସେଥିପାଇଁ ଆଜି ଆପଣ ଏବଂ ମୁଁ ପ୍ରସ୍ତୁତ ହେବା ପାଇଁ ଆଉ ଜାଗ୍ରତ ହେବା ପାଇଁ ପ୍ରଭୁ ଯୀଶୁ ନିଜେ କହୁଛନ୍ତି, ଈଶ୍ୱରଙ୍କର ବାକ୍ୟ କହେ। ଯଦି ଆପଣ ମାନେ ପଢିବେ ମାଥିଉ ଲିଖିତ ସୁସମାଚାର 24 ପର୍ବର 42 ପଦ, 25 ପର୍ବର 13 ପଦ, ଜଣେ ଦିଦି ପ୍ରାର୍ଥନା କରୁଥିଲେ, ପାଲ ଦିଦି, ଆଉ ସେ ବାକ୍ୟ ହିଁ ପାଠ କରି ସେ ପ୍ରାର୍ଥନା କଲେ ଅତି ଆନ୍ତରିକତା ସହ, ଅତି ଆତ୍ମାର ସହିତ, ଅତି ଚୂର୍ଣ୍ଣ ଭଗ୍ନ ମନ ସହିତ ସେ ପ୍ରାର୍ଥନା କଲେ। ଆଉ ମତେ ସେ ବାକ୍ୟ ହିଁ ସ୍ପର୍ଶ କଲା, ପ୍ରଭୁ ତୁମେ ଆତ୍ମା ଅଟ। ଆଉ ଆଜି ମୁଁ ମାନେ ପ୍ରସ୍ତୁତ ମାନେ ପ୍ରାର୍ଥନା କରିଛି, ଯୋଉ ବାକ୍ୟ ମତେ ତୁମେ ଆଉ ମୋ ଦ୍ୱାରା ଯାହା ତୁମ ଲୋକମାନଙ୍କୁ ଶିକ୍ଷା ଦେବ, ତୁମର ଆତ୍ମା ପ୍ରାର୍ଥନା ମଧ୍ୟ ସେଇ ବାକ୍ୟକୁ ନେଇକି ସେ କରୁଛନ୍ତି। ତୁମେ କେଡେ ମହାନ ପରମେଶ୍ୱର, ତୁମେ ଆମମାନଙ୍କର ଦୁର୍ବଳତାରେ ସାହାଯ୍ୟକାରୀ ପବିତ୍ର ଆତ୍ମା, ତୁମେ ଜାଣିଛ ଆମମାନଙ୍କର ଅନ୍ତର ଭାବ, ଆମମାନଙ୍କର ଚିନ୍ତାକୁ, ଆମମାନଙ୍କର ସପକ୍ଷବାଦୀ ତୁମେ। ଆଉ ମୁଁ ମଧ୍ୟ ଦିଦିଙ୍କ ସହିତ ସମତରେ ଏକ ସମର୍ପଣତାର ସହିତ ମୁଁ ମଧ୍ୟ ତାଙ୍କ ସହିତ ପ୍ରାର୍ଥନାର ପାଳିଥିଲା ମୋର। ତ ପ୍ରଭୁଙ୍କର ଗୌରବ ହେଉ। ଏଠି ଆମେ ଦେଖୁଛୁ 24 ତାର 42, ମାଥିଉ 25 ପର୍ବର 13 ପଦରେ ଲେଖା ଅଛି, ପ୍ରଭୁ ଯୀଶୁ ସ୍ୱୟଂ କହୁଛନ୍ତି ଜାଗ୍ରତ ହେବା ପାଇଁ। ସେ କହୁଛନ୍ତି ଜାଗ୍ରତ କଣ ପାଇଁ? ଜାଗ୍ରତ ନା ପ୍ରଭୁଙ୍କର ଦ୍ୱିତୀୟ ଆଗମନ ନିମନ୍ତେ ମଣ୍ଡଳୀକୁ ଜାଗ୍ରତ ହେବା ପାଇଁ ସେ କହୁଛନ୍ତି, ପରିବାରକୁ ଜାଗ୍ରତ ହେବା ପାଇଁ କହୁଛନ୍ତି। ଆମେ ଯଦି ବୁଝିନେବା, ବ୍ୟକ୍ତିଗତ ଭାବରେ ମଧ୍ୟ ପ୍ରଭୁ ଜାଗ୍ରତ ହେବା ପାଇଁ ସେ କହୁଛନ୍ତି, ଆଉ ପ୍ରସ୍ତୁତ ହେବା ପାଇଁ ମଧ୍ୟ ସେ କହୁଛନ୍ତି। ସେ ଉପରେ ଆମେ ଟିକେ ଆଲୋଚନା କରିବା। ଆମେ ଲୁକ ଲିଖିତ ସୁସମାଚାର 12 ଅଧ୍ୟାୟକୁ ଆମେ ଆଜି ପାଠ କରିବା। ଲୁକ ଲିଖିତ ସୁସମାଚାର 12 ପର୍ବ ତାର 40 ପଦ ଗୋଟା ମାନେ ପାଠ କରିବା। ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ଦଣ୍ଡରେ ତୁମ୍ଭେମାନେ ମନେ କରୁନଥିବ, ସେହି ଦଣ୍ଡରେ ମନୁଷ୍ୟ ପୁତ୍ର ଆସିବେ। ୟେସ୍, ଲେଖା ଅଛି ପ୍ରସ୍ତୁତ ହେବା ପାଇଁ ମଧ୍ୟ ପ୍ରଭୁ ଯୀଶୁ କହୁଛନ୍ତି। ପ୍ରସ୍ତୁତ ଏବଂ ଜାଗ୍ରତ, ଏ ଦୁଇଟା ପଦ ଆଜି ମଣ୍ଡଳୀ ପାଇଁ, ବିଶ୍ୱାସୀ ପରିବାର ପାଇଁ ମାନେ ଏକ ମହତ୍ ବିଷୟ ଅଟେ। କାହିଁକି ନା ପରିତ୍ରାଣ ପାଇଥିବା ଦିନଠାରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନର ଦିନ ଅତି ନିକଟତର। ସ୍ୱର୍ଗକୁ ଯିବାର ଦିନ ଆମର ସମୟ ସନ୍ନିକଟ, ସେଇ ସମୟ ଆସିଗଲା। ସେଇ ସମୟ ଲେଖା ଅଛି, ମୁଁ ଗୋଟେ ଦିନ ଏଇ ଟପିକରେ ପ୍ରଚାର କରୁଥିଲି, ଆଉ ଗୋଟେ ଜୁମ୍ରେ ପ୍ରବୀଣା ଦିଦି ସେଦିନ ଶୁଣୁଥିଲେ, ଆଉ ସେ ପରିଚାଳନା ଦାୟିତ୍ୱରେ ଥିଲେ। ଆଉ ସେଠି ଅନେକ ପ୍ରଭୁଙ୍କୁ ଆମେ ସମସ୍ତେ ମିଶି ଆମେ ଧନ୍ୟବାଦ ଦେଲୁ। ମୁଁ ରମ୍ୟ ପୁସ୍ତକରୁ ତାହା ନେଇଥିଲି। ଆଉ ସେଠି ଲେଖା ଅଛି 13 ପର୍ବର 11, 12 ଲେଖା ଅଛି କି ଆମେ ଗୋଟେ ପ୍ରଭୁଙ୍କର ଦିନର ଗୋଟେ ପାହାନ୍ତିଆ ସମୟରେ ଆମେ ରହିଛୁ। ଯେଉଁମାନେ ଶୋଇଛୁ ଉଠି ଯାଆନ୍ତୁ, ଲେଖା ଅଛି ସେଠି। ପ୍ରସ୍ତୁତ ମାନେ ଏବେ ଯେତେବେଳେ ରାତ୍ରିରେ ଆମେ ନିଦ୍ରା ଯାଇଥିଲୁ,
ଆଉ ଜୁମ୍ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିଲା, ସେବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିଲା। ଆମେ ଉଠିଲୁ, ମୁହଁ ଧୋଇଲୁ, ଦାନ୍ତ ଘଷିଲୁ, ଆମେ ବାଥରୁମକୁ ଗଲୁ, ଆମେ ଶୌଚ ସବୁ ପ୍ରକାର ନିତ୍ୟକର୍ମ ମାନେ କଲୁ ଏବଂ ପ୍ରସ୍ତୁତ ହେଲା ପରେ ମୋବାଇଲ ଅନ୍ କରିକି ଆମେ ବସିଲୁ। ଦେଖନ୍ତୁ, ତା ପୂର୍ବରୁ ଆମର ଭିତରେ ଗୋଟେ ଚିନ୍ତା ଅଛି, ଯେ ଗୋଟେ ଜାଗ୍ରତର ଚିନ୍ତା। ରାତିରେ ଯେତେବେଳେ ମାନେ ନିଦ୍ରା ଯାଉଛୁ, ଯେତେବେଳେ ଆମକୁ ଚେତା ଆସୁଛି, ସେତେବେଳେ ଆମେ ଆରେ କେତେଟା ସମୟ ହେଲା, ଜୁମ୍ ଅଛି 4:30ରେ, ଆମେ ଜାଗ୍ରତ ଭାବରେ, ମୁଁ ଆଜି ଗୋଟେ 3 ଥର ଖଣ୍ଡେ ମତେ ସେଇ ପ୍ରକାର ଶୋଉଥିଲି, ଚେତା ହଉଥିଲି, ଆଉ ମୋ ମନେ ପଡୁଥିଲା ଯେ ମୋର ପ୍ରଚାର ପାଳି ଅଛି, ଆଉ ପ୍ରାର୍ଥନା ସହିତ, ପ୍ରସ୍ତୁତ ସହିତ, ଅତି ଜାଗ୍ରତ ସହିତ ଆଜି ଆପଣ ମାନଙ୍କର ସମ୍ମୁଖରେ ପ୍ରଭୁ ମତେ ରଖିଲେ। ତେବେ ଆମେ ଦେଖୁଛୁ ଏଠି କି କଣ ପାଇଁ ଆମେ ଜାଗ୍ରତ ହେବା, କଣ ପାଇଁ ଆମେ ପ୍ରସ୍ତୁତ ହେବା, ସେ ବିଷୟରେ ସ୍ୱୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ସେ ଆପଣ ଶିଷ୍ୟ ମାନଙ୍କୁ ସେ କହିଥିଲେ। ପିତର କହୁଛନ୍ତି, ଆଜ୍ଞା ଗୁରୁ ବା ପ୍ରଭୁ, ଏଇ ଦୃଷ୍ଟାନ୍ତ ଆପଣ ଆମକୁ କହୁଛନ୍ତି ନା ଅନ୍ୟମାନଙ୍କୁ ମଧ୍ୟ କହୁଛନ୍ତି? ସେ ମାନେ ପ୍ରଶ୍ନ କରୁଛନ୍ତି। ପ୍ରଭୁ କହିଲେ, ଯେତେ ଜଣ ମୋର ବାକ୍ୟ ଶୁଣୁଛନ୍ତି, ଯେଉଁମାନେ ମୋର ବାକ୍ୟକୁ ଗ୍ରହଣ କରୁଛନ୍ତି, ମତେ ବିଶ୍ୱାସ କରୁଛନ୍ତି, ସ୍ୱର୍ଗ ମନୋନୀତ ହୋଇଛନ୍ତି, ଯେଉଁମାନେ କି ଯିବା ନିମନ୍ତେ, ଯେଉଁମାନଙ୍କର ଆଉ ବିଶା ବା ଜୀବନ ପୁସ୍ତକରେ ନାମ ଅଛି, ଯେଉଁମାନେ ପାପୀରୁ ଧାର୍ମିକ ଗଣିତ ହୋଇଛନ୍ତି, ସମସ୍ତଙ୍କ ନିମନ୍ତେ ବାକ୍ୟ। ହାଲେଲୁୟା। ତେବେ ଆମେ ଏଠି ଦେଖୁଛୁ, ପ୍ରସ୍ତୁତ ଥାଅ। ଆମେ ଯଦି ସେ 12 ଅଧ୍ୟାୟରେ 12 ପର୍ବର 40 ପଦ ମାନେ ପାଠ କଲୁ, ଆଉ ସେଠି ପ୍ରଭୁ କହିଲେ, ତୁମମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ଦଣ୍ଡରେ ତୁମମାନେ ମନେ କରୁନଥିବ, ସେଇ ଦଣ୍ଡରେ ମନୁଷ୍ୟ ପୁତ୍ର ଆସିବେ। ଏଟା କେବେ କହିଥିଲେ ଆଜ୍ଞା? ଆମେ ଆମର ଗଣନା ଅନୁସାରେ 2025 ମସିହା ପୂର୍ବର କଥା, ଯୀଶୁ ଯେତେବେଳେ ପୃଥିବୀରେ ଥିଲେ। ଆଉ ସେଇ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ କଥା ମଧ୍ୟ ଅନ୍ୟମାନଙ୍କୁ ସେ କହୁଥିଲେ, ମଣ୍ଡଳୀକୁ ପ୍ରସ୍ତୁତ ହେବା ପାଇଁ, ବ୍ୟକ୍ତିଗତ ଭାବରେ ସ୍ୱର୍ଗ ପାଇଁ ପ୍ରସ୍ତୁତ ହେବା ପାଇଁ, ପାରିବାରିକ ଭାବରେ ସ୍ୱର୍ଗ ପାଇଁ ପ୍ରସ୍ତୁତ ହେବା ପାଇଁ, ଏବଂ ସମାଜ ଭାବରେ, ମଣ୍ଡଳୀ ଭାବରେ ସ୍ୱର୍ଗ ରାଜ୍ୟ ପାଇଁ ପ୍ରସ୍ତୁତ ହେବା ପାଇଁ ସେ କହୁଥିଲେ। ଆଜି ଆପଣ ଏବଂ ମୁଁ ମଧ୍ୟ ପ୍ରସ୍ତୁତ ହେବା ଦରକାର। ବିନା ପ୍ରସ୍ତୁତିରେ କୋଉ ସ୍ଥାନକୁ ମାନେ ଯାଇ ହେବ ନାହିଁ। ଯଦି ମୁଁ ଆପଣଙ୍କ ରାୟଗଡ଼ା ଆସିବି, ମତେ ପ୍ରସ୍ତୁତ ହେବାକୁ ପଡ଼ିବ। ପାହାନ୍ତିଆରେ ଯଦି ଗାଡି ଅଛି, ଧରିନିଅନ୍ତୁ 4:30ରେ ଯଦି ଗାଡି ଅଛି, 2ଟା ଘଣ୍ଟାରେ ମତେ ଉଠିବାକୁ, ଆଉ ସବୁ ପଡିବ, ତାପରେ ମୁଁ ସେ ବସରେ ଆପଣଙ୍କର ଜାଗାକୁ ମୁଁ ପହଞ୍ଚି ପାରିବି। ଏ ପ୍ରସ୍ତୁତି କଣ ପାଇଁ ପ୍ରସ୍ତୁତି? ଆଜି ଜଗତରେ ଆମମାନଙ୍କର ସବୁ କ୍ଷେତ୍ରରେ ଆମେ ପ୍ରସ୍ତୁତ କରିଛୁ। ପୁଅର ବାହାଘର ପାଇଁ 3 ମାସ 4 ମାସ ଟୁ ଧରି ବଜେଟ କରିକି ଆମେ ପ୍ରସ୍ତୁତ ଚଲାଇଥିବୁ। ଏତେ ପଇସା ମୋ ପାଖରେ ନାହିଁ, ଏମିତି ଭୋଜି ହବ, କାହାଠୁ ଉଦ୍ଧାର ଆଣିବି, କାହାକୁ ମାଗିବି, କିଏ ମତେ ସାହାଯ୍ୟ କରିବେ, ପ୍ରାର୍ଥନା ସହିତ ପୁରା ଚଲେଇଥିବୁ ଆମେ। ଯଦି ଗୋଟେ ଘର ବନେଇବାର ଅଛି, ଘର ପାଇଁ ମଧ୍ୟ ପ୍ରସ୍ତୁତ ଗୋଟେ ହିସାବ କରିହବ, କେତେଟା ରୁମ୍ ହବ, କେତେ ସ୍କୋୟାର ଫୁଟ ହେବ, ଫାଉଣ୍ଡେସନରେ କେତେ ଯିବ, ଇଟା ଯୋଡ଼ିରେ କେତେ ଯିବ, ସ୍ଲାବରେ କେତେ ଯିବ, ଫିନିସିଂରେ କେତେ ଯିବ। ଏରା ମଧ୍ୟ ପ୍ରଭୁ କହିଲେ ପ୍ରହରୀ ହିସାବରେ, କେହି ପ୍ରସ୍ତୁତ ନ ହୋଇ ଘର ବନାଇବ, ସେ
ସଫଳ କରିପାରିବ ନାହିଁ ପ୍ରହରୀ ଘର ଭିତରେ ଯୀଶୁ କହିଛନ୍ତି। ମୁଁ ସମୟ ନାହିଁ ସେ ସବୁ ଆଉ ରେଫରେନ୍ସ ମୁଁ କହିବା ପାଇଁ ଚାହୁଁନି, ଆପଣମାନେ ସମସ୍ତେ ଜାଣିଛନ୍ତି। ଦେଖନ୍ତୁ ତ ବିନା ପ୍ରସ୍ତୁତିରେ କୌଣସି ବିଷୟ ହୁଏ ନାହିଁ। ତେଣୁକରି ଆମକୁ ପ୍ରସ୍ତୁତି ଦରକାର। ତ ଆମେ ଜଗତରେ ସବୁ ବିଷୟରେ ଆମେ ପ୍ରସ୍ତୁତ ସହିତ ଆମେ କାର୍ଯ୍ୟ କରୁଛୁ, ସେଥିପାଇଁ ଆମର ସଫଳତା ହଉଛି। ଆଉ ଯୋଉମାନେ କି ଆମ ସହିତ ସହଭାଗିତା କରିବେ, ଯୋଉମାନେ କି ଆମର ବିବାହରେ ଆମର ଗୃହରେ ଆସିବେ, ଦେଖିବେ ଏତେ ଟଙ୍କା କୋଉଠୁ ଆଣିଲ ଭାଇ, ବହୁତ ସୁନ୍ଦର ବନାଇଛ ଘର, ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ହିଁ ଦେଲେ, ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଘର ମାଲିକ ମଧ୍ୟ ଧନ୍ୟବାଦ ମିଳୁଥିବ। ବାହା କି ଭୟଙ୍କର ବନାଇଲ। ଭଲ କାରଟେ ଯଦି କିଣିବେ, ଭଲ ବାଇକଟେ କିଣିବେ, ସୁନା କିଣିବେ, ଏ ସବୁ ପ୍ରସ୍ତୁତି ଦ୍ୱାରା ହୋଇଥାଏ, ଅନେକ ଦିନର ପ୍ରସ୍ତୁତି। ତ ମୁଁ କାହିଁକି କଥା କହିଲି, ବୁଝିବା ପାଇଁ ଆପଣମାନଙ୍କୁ କହିଲି, କାରଣ ଆମକୁ ମଧ୍ୟ ପ୍ରସ୍ତୁତି ହେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଜଗତରେ ଯେତେବେଳେ ଆସିଲେ, ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ବାକ୍ୟ ଦ୍ୱାରା ସେ ଆମକୁ ପ୍ରସ୍ତୁତ ହୁଅ, ଜାଗୃତ ହୁଅ ବୋଲି ସେ କଥା କହୁଛନ୍ତି। କଣ ପାଇଁ? ସ୍ୱର୍ଗକୁ ଯିବା ପାଇଁ। ତେଣୁକରି ଆପଣ ମାନଙ୍କୁ ମତେ ଦେଖନ୍ତୁ, ପାଉଲ ମଧ୍ୟ ସେଇ କଥା ଗୋଟେ ସଚେତନ କହିଲେ, ଯୋଉଟା କି ରୋମିଓ ପୁସ୍ତକ 13 ଅଧ୍ୟାୟ 11 ପଦ, ଯୋଉଟା ମୁଁ କହିଥିଲି ଆପଣଙ୍କୁ, ଟିକେ ଯଦି ଆପଣ ପଢିବେ ଆହୁରି ଭଲ ପୁଣି ଥିବ। ଏବେ ତୁମ୍ଭମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହି ସବୁ କର। କାରଣ ଆମ୍ଭମାନଙ୍କର ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ। ୟେସ୍ ଦିଦି ରୁହନ୍ତୁ। ବିଶ୍ୱାସ ଯୋଉଦିନ ମାନେ କରିଛୁ, ଦେଖନ୍ତୁ ମତେ 27 ବର୍ଷ ମାନେ 26 ବର୍ଷ ହେଲା ମୁଁ ସ୍ୱର୍ଗ ରାଜ୍ୟ ନିମନ୍ତେ ମୁଁ ବିଶ୍ୱାସ କରିକି ଅପେକ୍ଷା କରିଛି ସ୍ୱର୍ଗକୁ ଯିବି ବୋଲି, କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଯାଇନାହିଁ। କାହିଁକି ଯାଇନାହିଁ? ମୁଁ ଶାରୀରିକ ଭାବରେ ଆତ୍ମୀୟ ହୁଏ ନାହିଁ, ଆଉ ଦ୍ୱିତୀୟ ଯୀଶୁଙ୍କର ଦ୍ୱିତୀୟ ଆଗମନ ଯାଇପାରେ ନାହିଁ। ମୋର ପ୍ରସ୍ତୁତି ଚାଲିଛି। ଆଉ ବାକ୍ୟ ଅନୁସାରେ ଆମେ ଦେଖୁଛୁ, ଏଠି ଗୋଟେ ଚେତନାଦାୟକ ବାକ୍ୟ, ମାନେ ବିଶ୍ୱାସ କରିବା ଦିନ ଠାରୁ ପରିତ୍ରାଣର ଦିନ ଅତି ନିକଟ, ଅତି ନିକଟ। ମାନେ ଗୋଟେ ଚକ୍ଷୁର ପଲକରେ ରହିଥିଲା ପରେ ଆପଣ ଏବଂ ମୁଁ ରହିଛୁ। ଆଉ ଯୀଶୁ ସେତିକି ସମୟ ଭିତରେ ଆସିବେ ବୋଲି ଲେଖା ଅଛି। କଣ ପାଇଁ ଆପଣ ଏବଂ ମୁଁ ପ୍ରସ୍ତୁତ? ସ୍ୱର୍ଗ ରାଜ୍ୟ ପାଇଁ। ଆମେ ଏଇ କଥା ବାକ୍ୟରୁ ଶୁଣିକି ବହୁତ ଆନନ୍ଦିତ ହେଇଥାଉ, ଅନ୍ୟମାନଙ୍କୁ ମଧ୍ୟ କହିଥାଉ। ସ୍ୱର୍ଗରେ 12ଟା ମଣିରେ ତିଆରି ହେଇଛି ଘର ମୋ ପାଇଁ, ପ୍ରଭୁ ଯୀଶୁ ସେଠି ପ୍ରସ୍ତୁତ କରିଛନ୍ତି। ଆଉ ସେ ମଣି ପ୍ରକାଶିତ ବାକ୍ୟରେ ଲେଖା ଅଛି 12 ପ୍ରକାର ମଣି, ଆଉ ସେଠି ସୂର୍ଯ୍ୟ ଚନ୍ଦ୍ରର ଆବଶ୍ୟକ ନାହିଁ। ଆଉ ସେ ମଣି ଭିତରେ ମୁଁ ଯିବି, ରକ୍ତ ମାଂସ ଶରୀର ଧରିକି ମୁଁ ଯିବି ନାହିଁ, ଅକ୍ଷୟ ଶରୀର ମୁଁ ଧରିକି, ରୂପାନ୍ତରିତ ଶରୀର ଧରିକି ମୁଁ ଯିବି। କାହିଁକି? ଯୀଶୁ ଖ୍ରୀଷ୍ଟଙ୍କ ରକ୍ତରେ ଯେଉଁମାନଙ୍କର ପାପ ଧୌତ ହେଇଛି, ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜୀବନ ପାଇଁ ରକ୍ତ ଏବଂ ମାଂସ ଭୋଜନ ପାନ କରୁଛି, ଆମ ସମସ୍ତଙ୍କର ଶରୀର ଦିନେ ଯୀଶୁଙ୍କ ତୁଲ୍ୟ ହେବ, ରୂପାନ୍ତରିତ ହେବ। ହାଲେଲୁୟା। ଏ ଶରୀର ଆଉ ସେଦିନ ନଥିବ, ରକ୍ତ ମାଂସ ଶରୀର। ଯୀଶୁ ଯେ ପ୍ରକାର, ଆପଣ ଏବଂ ମୁଁ ମଧ୍ୟ ସେ ପ୍ରକାର ବାଇବେଲ କହୁଛି। ଆଉ ସ୍ୱର୍ଗରେ ଯେତେବେଳେ ସେ ସ୍ଥାନକୁ ମାନେ ଆପଣ ଏବଂ ମୁଁ ଯିବୁ, ଯୀଶୁ ସେଠି ଯେ ପ୍ରକାର ଦେଖାଯାଉଥିବେ, ଆପଣ ଏବଂ ମୁଁ ମଧ୍ୟ ସେ ପ୍ରକାର ସେଇ ସ୍ଥାନରେ ଦେଖାଯାଉଥିବ। ମାଥିଉ 13 ପର୍ବର ତାର 42 ପଦରେ ବୋଧେ 43 ପଦରେ ଲେଖା ଅଛି, ସେତେବେଳେ ପିତାଙ୍କ ରାଜ୍ୟରେ ଧାର୍ମିକ ମାନେ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜବାନ ଦେଖାଯିବେ। 17 ଏଇ କଥା ଶିଷ୍ୟ ମାନଙ୍କୁ ଅନେକ ଥର ପ୍ରଭୁ କହୁଛନ୍ତି। ଆଉ ଗୋଟେ ଦିନ ସେ ପ୍ରାକ୍ଟିକାଲରେ ଦେଖାଇଲେ। 17 ଅଧ୍ୟାୟ ମାଥିଉ 17 ଅଧ୍ୟାୟରେ ପର୍ବତ ଉପରେ ଯୀଶୁ ଚକ୍ଷୁର ପଲକରେ ଏଇ ପ୍ରାକୃତିକ ଶରୀରରୁ ସ୍ୱର୍ଗୀୟ ଶରୀରକୁ ସେ ଧାରଣ କଲେ। ତାଙ୍କର ମୁଖ କି ପ୍ରକାର ହେଲା, ତାଙ୍କର ବସ୍ତ୍ର କି ପ୍ରକାର ହେଲା, ତାଙ୍କର ଶରୀରର ତେଜ କି ପ୍ରକାର ହେଲା। ଏମାନେ ଏ ବୋକା ମାନେ
ଶୁଣୁଥିଲେ ଏଟା ଗୋଟେ ସମ୍ଭବ କି ଏମିତି ଶରୀରରେ ଆମେ ଗୋଟେ ରୂପାନ୍ତରିତ ହେବୁ କି? ଏଟା ଅସମ୍ଭବ। ମନୁଷ୍ୟର ଭାବନା ଆପଣଙ୍କୁ ମତେ ମଧ୍ୟ ଅଛି, ଏଟା ଗୋଟେ ସମ୍ଭବ କି ବୋଲବାଟା। କିନ୍ତୁ ନାଇଁ ମୋର ପ୍ରିୟ ମାନେ, ପ୍ରଭୁର ପାଖରେ ସବୁ କିଛି ବିଷୟ ସମ୍ଭବ ଅଛି। ସେ ସବୁ କରିପାରନ୍ତି ସେ। ତେଣୁକରି ପରେ ସେମାନେ ଆରେ ଯୋଉଟା କହୁଥିଲେ ସେଟା ନିଜେ ରୂପାନ୍ତରିତ ନିଜେ ଦେଖାଉଛନ୍ତି। ବାହା ପିତର ମାନେ ଖୁସି ହେଇଯାଉଛନ୍ତି। ଆଉ ସ୍ୱର୍ଗରୁ ଗୋଟେ ବାଣୀ ହଉଛି ସେଠି ପର୍ବତର ଓହ୍ଲା ସମୟରେ ପିତାଙ୍କର ବାଣୀ, ଗୋଟେ ମେଘରୁ ବାଣୀ ହଉଛି, ଏ ଆମର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର ବା ବିଶ୍ୱାସ କର। ପିତା ଈଶ୍ୱର ମଧ୍ୟ ରବରେ କହୁଛନ୍ତି। ମାନେ କେତେ ଆନନ୍ଦର ବିଷୟ, କାରଣ ସେମାନଙ୍କର ବିଶ୍ୱାସକୁ ମଜବୁତ କରିବା ପାଇଁ ଯୀଶୁ ରୂପାନ୍ତରିତ ହେଲେ। ତାପରେ ଆଉ ଯୀଶୁ ସ୍ୱର୍ଗୀୟ ରୂପରେ ମୂଷା ଏବଂ ଏଲିୟଙ୍କ ସହିତ କଥା ହଉଛନ୍ତି। ସ୍ୱର୍ଗ ଦ୍ୱାର ଉନ୍ମୁକ୍ତ ହେଇଗଲା, ପିତର ମାନେ ଦେଖୁଛନ୍ତି ଖାଲି। ଆଉ ତାପରେ ଆଉ ସେମାନଙ୍କୁ ମଜବୁତ କରିବା ପାଇଁ ଓହ୍ଲୁଛନ୍ତି। ପର୍ବତର ଓହ୍ଲାଇବା ସମୟରେ ଆଉ ଗୋଟେ ରବ ହେଉଛି ମେଘରୁ, ପିତା ଈଶ୍ୱରଙ୍କର ରବ କହୁଛନ୍ତି କି ଏ ଆମର ପ୍ରିୟ ପୁତ୍ର, ଏହାଙ୍କର ବାକ୍ୟ ଶ୍ରବଣ କର ବୋଲି ଲେଖା ଅଛି। ଆଜି ଆପଣ ଏବଂ ମତେ ସେଇ ବାକ୍ୟର ରବ ଦ୍ଵାରା 2024 ବର୍ଷ ବିତି ଯାଉଛି। ପ୍ରଭୁ କଥା କହୁଛନ୍ତି ଆମକୁ ପ୍ରସ୍ତୁତ ପାଇଁ, ବାକ୍ୟରେ ଦୃଢ ବିଶ୍ୱାସ କରିବା ପାଇଁ, ବାକ୍ୟ ଅନୁସାରେ ନିଜକୁ ପ୍ରସ୍ତୁତ କରିବା ପାଇଁ ତାଙ୍କର ପବିତ୍ର ଆତ୍ମା ମଣ୍ଡଳୀରେ ସେ ଅଛନ୍ତି ଅଧ୍ୟକ୍ଷ ଭାବରେ। ଆମ ମନ ଭିତରେ ଅଛନ୍ତି, ସେ ହୃଦୟ ଭିତରେ ଅଛନ୍ତି। ଆପଣ ଏବଂ ମୁଁ ଈଶ୍ୱରଙ୍କର ମନ୍ଦିର ଅଟୁ। ଆମ ଭିତରେ ଈଶ୍ୱରଙ୍କର ଆତ୍ମା ଅଛନ୍ତି, ଆମକୁ ପ୍ରସ୍ତୁତ କରୁଛନ୍ତି ବାକ୍ୟରେ। ଏ ବାକ୍ୟ ଦ୍ୱାରା ଆମକୁ ପ୍ରସ୍ତୁତ କରୁଛନ୍ତି। ଦିନେ ଆମେ ସମସ୍ତେ ଏକ ଚକ୍ଷୁର ପଲକରେ, ଏକ ତୁରୀ ଶବ୍ଦରେ, ବାକ୍ୟରେ ପ୍ରସ୍ତୁତ ହେଇଥିବା ଲୋକମାନେ ସମସ୍ତେ ଆମେ ରୂପାନ୍ତରିତ ଆତ୍ମା। ମୋର କହିବାର ଅର୍ଥ ହେଲା, ଆସୁଛି, ମୋର କହିବାର ଅର୍ଥ ହେଲା ପ୍ରସ୍ତୁତ। ପ୍ରଭୁ ଯୀଶୁ କହିଲେ ହୋଇଥାଉ, କାରଣ ତେବେ ଆଜି ଅନେକ ଲୋକମାନେ ପ୍ରାର୍ଥନାରେ ଦୁର୍ବଳ ହେଇ ପଡିଲେଣି। ଆଉ ଲୋକମାନେ ମୁଁ ଦେଖୁଛି ଚର୍ଚ୍ଚ ସବୁବେଳେ ବସୁଛନ୍ତି, ୟୁଟ୍ୟୁବ ମେସେଜ ଗୁଡାକ ଚଲାଇଛନ୍ତି। ହାତରେ ଧରବାଟା ବି ନାହିଁ, ସମସ୍ତଙ୍କର ଆଗରେ ସ୍ମାର୍ଟ ମୋବାଇଲ ହେଇଗଲା। ଆଉ ସେଇଟା ଧରିକି ସେମାନେ ବୁଲୁଛନ୍ତି। ଆଉ ମିଟିଂ ଫିଟିଂ କଣ ଯିବ, ପାଖରେ ତ ହାତରେ ତ ରହିଯାଇଛି। କାହାର ମେସେଜ ଆପଣ ଶୁଣି ପାରିବେ, ସେ ୟୁଟ୍ୟୁବରେ ମାର ସମସ୍ତଙ୍କର ଆସୁଛି। କିନ୍ତୁ ମୁଁ ଲାଗେ ନାହିଁ, କିନ୍ତୁ ପ୍ରକୃତରେ ରିଏଲ ଭାଗିତା ଯଦି କରୁଛେ କୋଉ ସ୍ଥାନରେ ପ୍ରାର୍ଥନା କଲେ କିମ୍ବା ପ୍ରଭୁ ଭୋଜ କଲେ, ଗୋଟେ ସାମାଜିକ ଭାବରେ ପରିବାର ସହିତ, ମଣ୍ଡଳୀ ସହିତ ଆମେ ସହଭାଗିତା କରିବାଟା ସବୁଠୁ ବଡ ବିଷୟ। ଆଉ ସେଇଟା ହିଁ ପ୍ରଭୁ ଚାହାନ୍ତି। ଆମେ ଦେଖୁଛୁ ଏଠି ଲେଖା ଅଛି କି ଆମକୁ ପ୍ରସ୍ତୁତ କରିବା ପାଇଁ ପ୍ରଭୁ ଏବଂ ଜାଗ୍ରତ ହେବା ପାଇଁ ପ୍ରଭୁ କହିଛନ୍ତି। ଏ ଦୁଇଟା କଥାରେ ଆପଣ ଏବଂ ମୁଁ ଆଜି ଜାଗ୍ରତ ରହିଛୁ। ଶେଷ ବାକ୍ୟ ଗୋଟେ ଆମେ ପଢିବା, କେମିତି ଆମେ ଜାଗ୍ରତ ରହିବା, କୋଉଥିପାଇଁ ଆମେ ଜାଗ୍ରତ ରହିବା, ସେ କଥା ମଧ୍ୟ ଲୁକ ଲିଖିତ ସୁସମାଚାର 21 ପର୍ବ ତାର 34, 35 ପଦ ଏବଂ 36 ପଦ ପଢି ଆମେ ସମାପ୍ତ କରିବା। କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡେ, କାରଣ ତାହା ଫାଣ୍ଡ ସ୍ୱରୂପେ ସମଗ୍ର
ପୃଥିବୀ ନିବାସୀ ସମସ୍ତଙ୍କ ଉପରେ ଆସିବ। କିନ୍ତୁ ତୁମେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟ ପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଅ, ଏଥି ନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ। ଆମେନ୍, ହାଲେଲୁୟା। ଲେଖା ଅଛି ଜଗତରୁ ସମ୍ପୂର୍ଣ୍ଣ ଭାବରେ ତମେ ପୃଥକ ରହିବାକୁ ପଡିବ। ପ୍ରଭୁ କହୁଛନ୍ତି, ଦେଖନ୍ତୁ ଆପଣା ବିଷୟରେ ସାବଧାନ ହୋଇଥାଅ, କାଳେ ତୁମମାନଙ୍କର ହୃଦୟ ଏ ଜଗତର ଜାଗତିକତାରେ ମାତି ଯାଇଥିବ। ମଦ୍ୟପାନରେ ଆଜି ଅନେକ ଲୋକମାନେ ଆମେ ଦେଖୁଛୁ, ଆମ ଅଞ୍ଚଳ ମାନଙ୍କରେ ପାଳକ ମାନେ, ସିନିୟର ପାଳକ ମାନେ ଅଛନ୍ତି, ସେମାନେ ପାଳକ ଭାବରେ କାର୍ଯ୍ୟ କରୁଥିଲେ, କଣ୍ଟ୍ରାକ୍ଟର କାମ ଯାକ କରୁଛନ୍ତି, ଯାଇକି ଲାଖ ଟଙ୍କା କମାଉଛନ୍ତି। ପାଳକ ଥିଲା ବେଳକୁ ଗାଡି ନଥିଲା, ସାଇକେଲ ଚଲାଇ ବୁଲୁଥିଲେ, ଏବେ କାର ଚଢି ବୁଲୁଛନ୍ତି। ମାତ୍ର ତାଙ୍କର ଜୀବନକୁ ଦେଖିଲେ ସବୁ ପ୍ରକାର ଅସୁଚିତା, ମଦ୍ୟପାନ ଆଉ ସ୍ତ୍ରୀ ତ ସ୍ତ୍ରୀ ମଧ୍ୟ। ମୁଁ ପ୍ରଭୁଙ୍କ ଦାସମାନଙ୍କ ବିରୁଦ୍ଧରେ ମୁଁ କହୁନାହିଁ, ଯାହା ଦେଖୁଛି ଆମ ଅଞ୍ଚଳ ସେ କଥା କହୁଛି। ସେମାନଙ୍କର ସେବା କାର୍ଯ୍ୟ ବି ନାହିଁ। ସେମାନେ ଏମିତି ଆଚରଣ କରୁଛନ୍ତି ଯୋଉଟା କି ଅନ୍ୟମାନେ ଦେଖିକି ପ୍ରକୃତ ବିଶ୍ୱାସ ତ କାନ୍ଦି ହେବ, କିନ୍ତୁ ଅନ୍ୟମାନେ ଯେତେବେଳେ ଦେଖନ୍ତି ଈଶ୍ୱରଙ୍କୁ ନିନ୍ଦାର କାରଣ ହେଉଛି। ଆମେ ବାକ୍ୟ ଅନ୍ୟକୁ ସୁସମାଚାର ପ୍ରଚାର କରି ହେଉନାହିଁ, ସେମାନଙ୍କୁ ସେମାନେ ଦେଖୁଛନ୍ତି। ଦେଖୁ ସେମାନେ କାଲି ତମେ ସେଦିନ ତ ପରଦିନ ଉପର ଦିନ ସେମାନେ ତମେ କାଲି ବାଟ କରୁଛନ୍ତି। ଦୁଃଖର ବିଷୟ। ଏଠି ଦେଖନ୍ତୁ ଲେଖା ଅଛି, ଜୀବିକା ସମ୍ବନ୍ଧୀୟ ଚିନ୍ତା, ଭାରଗ୍ରସ୍ତ, ମଦ୍ୟପାନରେ, ପୁଣି ସବୁ ପ୍ରକାର ପାପର ଗୋଟେ ନିଶା, ଗୋଟେ ମତତାର ହେଇ ଲୋକମାନେ କଣ ହେଇଛନ୍ତି, ଶୋଇ ପଡିଛନ୍ତି। ଆଉ ସେବା କାର୍ଯ୍ୟ ପ୍ରଭୁଙ୍କର ସ୍ୱର୍ଗ ରାଜ୍ୟ ପାଇଁ ମନେ ନାହିଁ, ଜଗତରେ ହିଁ ସେମାନେ ବନ୍ଦା ହେଇଛନ୍ତି। ପ୍ରାର୍ଥନା ତାଙ୍କ ଜୀବନରେ ଆମେ ଦେଖିପାରୁନୁ। ରବିବାର ଦିନ ତାଙ୍କର କାମ ପଡିବ, ସେବାକୁ ଆସିବେ ନାହିଁ, ମଣ୍ଡଳୀକୁ ଯିବେ ନାହିଁ, ଅନ୍ୟ ଜାଗା ମାନଙ୍କର ଯାଇକି ଟଙ୍କା ବିଲ୍ କରିବାର ଅଛି, ଆଉ ସେଟା ଦେଇ ଆସିବ, ମାପ ଦେ, ଆଉ ଅମୁକ କର ସମ୍ଭବ କର, ଗୋଟେ ଚିକେନ କର, ମଟନ କର, ଆଣ ବଟଲ, ଏସବୁ ପ୍ରସ୍ତୁତ ତାଙ୍କର ଚାଲିଥିବ। ବହୁତ ଦୁଃଖ। ଯୀଶୁ ଆପଣଙ୍କୁ ମତେ ସେଇ କଥା ବି କହିଛନ୍ତି, ଆପଣା ବିଷୟରେ ସାବଧାନ। ଆଜି ଆପଣ ଏବଂ ମୁଁ କି ପ୍ରକାର ସ୍ଥିତିରେ ଅଛୁ, ଆମ ପରିବାର କି ପ୍ରକାର ସ୍ଥିତିରେ ଅଛୁ, ଆମର ମଣ୍ଡଳୀ ସମାଜ କି ପ୍ରକାର ସ୍ଥିତିରେ ଅଛି, ଆପଣଙ୍କୁ ଦାୟିତ୍ୱ ଦିଆଯାଇଛି, ମତେ ଦାୟିତ୍ୱ ଦିଆଯାଇଛି। ମୁଁ ଭଲ ଭାବରେ ଜାଣିବା ଦରକାର। ତେଣୁକରି ଅନେକ କଥା କହିବାର ଅଛି, ସମୟ ନାହିଁ। ତ ଲେଖା ଅଛି ଆଉ ସେଇଦିନ ହଠାତ୍ ମାନଙ୍କ ଉପରେ ପଡେ। ଲେଖା ଅଛି ହଠାତ୍ ପ୍ରଭୁଙ୍କର ଆଗମନ ହେଇପାରେ। ତ କଣ ହେବ ଆମର ଅବସ୍ଥା? ଆମେ ଯାଇପାରିବା କି? ପ୍ରଭୁ କହୁଛନ୍ତି ଗୋଟେ ବେଡରେ ସ୍ୱାମୀ ସ୍ତ୍ରୀ ଥିବେ, ଜଣକୁ ଗ୍ରହଣ କରାଯିବ, ଜଣକୁ ଛଡାଯିବ। ଗୋଟେ କ୍ଷେତ୍ରରେ 2 ଜଣ ସ୍ତ୍ରୀ ଥିବେ, ଜଣକୁ ଗ୍ରହଣ କରାଯିବ, ଅନ୍ୟ ଜଣକୁ ଛଡାଯିବ। କହିଛନ୍ତି, ଲେଖା ଅଛି। ଆପଣମାନଙ୍କୁ ଦେଖାଉ ନାହିଁ ସେ ସବୁ, ଆପଣମାନେ ଜାଣିଛନ୍ତି। କିନ୍ତୁ କିଏ ଯୋଗ୍ୟ ସେ ହିଁ ପ୍ରଭୁ ତାକୁ ହିଁ ଗ୍ରହଣ କରିବେ, ସେ ହିଁ ସ୍ୱର୍ଗ ରାଜ୍ୟ ପାଇଁ ଯିବ। ଆଉ ଯିଏ ଅଯୋଗ୍ୟ ହେବ ସେ ଜଗତରେ ରହିଯିବ। ମାନେ ଜଗତରେ ଯେତେବେଳେ ରହିଯିବ, ଭୟଙ୍କର କ୍ଲେଶରେ ସେ କ୍ଲେଶ ଭୋଗ କରିବ। ତେବେ ଆମେ ଏଠି ଦେଖୁଛୁ, ଆପଣଙ୍କୁ ମତେ ପ୍ରଭୁ ଆଉ ଥରେ ସେ ସଚେତନ କରୁଛନ୍ତି। କଣ ପାଇଁ? ମାନେ କୋଉ ବିଷୟରେ ପ୍ରସ୍ତୁତ ବିଷୟରେ ସେ କହୁଛନ୍ତି, ଆପଣା ବିଷୟରେ ସାବଧାନ ଥାଅ। ଲେଖା ଅଛି, କାରଣ ସମଗ୍ର ଫାନ୍ଦ ସ୍ୱରୂପେ ପୃଥିବୀ ନିବାସୀ ସମସ୍ତଙ୍କ ଉପରେ ଆସିବ। କାରଣ ତା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀ ନିବାସୀ ସମସ୍ତଙ୍କ ଉପରେ ଆସିବ। ଗୋଟେ ଫାନ୍ଦ ଯୋଉଟା କି ଗୋଟେ ଫାସ ଟାଇପର ବେକରେ ଧରିକି ନଷ୍ଟ କରେ, ସେଇ ପ୍ରକାର ସମଗ୍ର ପୃଥିବୀରେ ଏକ ଫାନ୍ଦ ସ୍ୱରୂପ
ଆଉ ଯୀଶୁଙ୍କର ଦ୍ୱିତୀୟ ଆଗମନ। ଯେଉଁମାନେ ଜାଗତିକ ଭାବରେ ସେମାନଙ୍କୁ କଣ କରିବ? ଜଗତ ସହିତ ସେମାନେ ବିନଷ୍ଟ ହେବେ। ଆଉ ଯେଉଁମାନେ ପ୍ରସ୍ତୁତ ବୋଲି ମାନୁଛୁ, ଆଉ ଆମେ ଏହିପରି ସଦାସର୍ବଦା ପ୍ରାର୍ଥନା ସହଭାଗିତାରେ ଆମେ ରହିଛୁ।